ଝାରସୁଗୁଡ଼ା ବେହେରାମାଲ ବିଜେପି କାର୍ଯ୍ୟାଳୟଠାରେ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବିଜେପି ନେତା ମହେନ୍ଦ୍ର କେଡ଼ିଆ ଏବଂ ସୁଧାଂଶୁ ଧୋରାଙ୍କ ନେତୃତ୍ୱରେ ଏହି ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଗତ 2023 ଡିସେମ୍ବର ମାସରେ ଜିଲ୍ଲା ବିଜେପି ଝାରସୁଗୁଡ଼ା ଜିଲ୍ଲାରେ ବଢ଼ୁଥିବା ପ୍ରଦୂଷଣ ଏବଂ ସ୍ଥାନୀୟ ନିଯୁକ୍ତିକୁ ନେଇ ଏକ ବିରାଟ ଜନ ଆନ୍ଦୋଳନ କରାଯାଇଥିଲା ଏବଂ ସେହି ପରିପ୍ରେକ୍ଷୀରେ ଏହି ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଝାରସୁଗୁଡ଼ା ଏକ ଶିଳ୍ପ ସମୃଦ୍ଧ ଜିଲ୍ଲା ହୋଇଥିଲେ ମଧ୍ୟ ଜିଲ୍ଲାରେ ବେକାରୀ ସମସ୍ୟା ଅଧିକ ରହିଛି। ଏହା ସହିତ କଳକାରଖାନା ଯୋଗୁଁ ପ୍ରଦୂଷଣର ମାତ୍ରା ମଧ୍ୟ ବଢ଼ିବାରେ ଲାଗିଛି। ଏହାକୁ ନେଇ ଜନ ଆନ୍ଦୋଳନ ହେବା ସତ୍ତ୍ୱେ ପ୍ରଶାସନ ଏହା ପ୍ରତି ଧ୍ୟାନ ଦେଇନାହାନ୍ତି। ଜିଲ୍ଲାରେ ବେକାରୀ ସମସ୍ୟା ଏବଂ ପ୍ରଦୂଷଣ ସମସ୍ୟା ଗମ୍ଭୀର ହେବାରେ ଲାଗିଛି ଏବଂ ଏହା ପ୍ରତି ଜିଲ୍ଲା ପ୍ରଶାସନ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକତା ରହିଛି। ଆଉ ପ୍ରଶାସନ ଯଦି ଏହା ପ୍ରତି କୌଣସି ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ଆଗକୁ ବିଜେପି ରାଜରାସ୍ତାକୁ ଓହ୍ଲାଇବ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ସାମ୍ବାଦିକ ସମ୍ମିଳନୀ ଡାକିବାର ମୁଖ୍ୟ ଉଦ୍ଦେଶ୍ୟ ଏହା ଥିଲା ଯେ ଆମେ ଡିସେମ୍ବର 28, 2023 ତାରିଖ ଦିନ ଏକ ବିଶାଳ ରେଲି ହୋଇଥିଲା ଝାରସୁଗୁଡ଼ା ସହରରେ ଭାରତୀୟ ଜନତା ପାର୍ଟି ତରଫରୁ। ଆଉ ଏହି ରେଲିର ମୁଖ୍ୟ ଉଦ୍ଦେଶ୍ୟ ଥିଲା ପ୍ରଦୂଷଣ ଏବଂ ଆପଣଙ୍କର ସ୍ଥାନୀୟ ନିଯୁକ୍ତି। ପ୍ରଦୂଷଣ ଓ ସ୍ଥାନୀୟ ନିଯୁକ୍ତି ହେଉଛି ଝାରସୁଗୁଡ଼ାର ସବୁଥିରୁ ବଡ଼ ଦୁଃଖର ବିଷୟ। ଏଠି ଆପଣ ଯଦି ସକାଳୁ ଶୋଇକି ଉଠିବେ ଆପଣଙ୍କର ଛାତ ଧୂଆଁରେ ପରିପୂର୍ଣ୍ଣ ହୋଇଥିବ, ପାଉଁଶରେ ପରିପୂର୍ଣ୍ଣ ହୋଇଥିବ। ଆପଣଙ୍କର ବର୍ତ୍ତମାନ ଏଠି ଓଡ଼ିଶାର ସବୁଠୁ ଯଦି ବେକାରୀ ବେଶୀ କେଉଁଠି କହିଲେ ଦୀପତଳ ଅନ୍ଧାର ପରିକା ଏଠିକାର ଯୁବକ ବେକାରୀ। ଏଠିକାର ସ୍ଥାନୀୟ ଯୁବକକୁ ଚାକିରି ନାହିଁ, ବ୍ୟବସାୟ କରିବା ପାଇଁ କିଛି ନାହିଁ। ଏତେ ଇଣ୍ଡଷ୍ଟ୍ରି ହେଲା, ହଜାରେ ପ୍ରକାର କାମ ବାହାରୁଛି, ବାହାର ଲୋକ ଆସିକି ଏଠି ଚାକିରି କାମ କରୁଛନ୍ତି, ସେଥିରେ ଆମର ଅବଜେକ୍ସନ୍ ବି ନାହିଁ। କିନ୍ତୁ ପ୍ରଥମେ ସ୍ଥାନୀୟ ଲୋକଙ୍କୁ ପ୍ରାଧାନ୍ୟ ଦେଇ ଏଠିକାର ଯୁବକ ଯୁବତୀଙ୍କୁ ଚାକିରି ଏବଂ ତାଙ୍କର ପେଟ ପୋଷିବା ପାଇଁ ଯାହା କିଛି ବି ଦରକାର, ଏତେ ଏଇ କମ୍ପାନୀମାନେ ଯେଉଁ ଆସିଛନ୍ତି ବେଦାନ୍ତ ହେଲା, ଇଏ ହେଲା, ଜିନ୍ଦଲ ହେଲା, ଯାହା କିଛି ହେଲା, ଏମାନଙ୍କର ପ୍ରଥମ ଲକ୍ଷ୍ୟ ଏଇଟା ହେବା କଥା। ଏବଂ ଯଦି ରାଉରକେଲାରେ ଗୋଟେ ଷ୍ଟିଲ୍ ପ୍ଲାଣ୍ଟ ପାଇଁ ରାଉରକେଲା ଏତେ ସୁନ୍ଦର ସହର ହୋଇପାରିଲା ଆଜିକୁ 50, 60, 70 ବର୍ଷ ତଳେ, ଆଜି ଝାରସୁଗୁଡ଼ାରେ ଏତେ ଏତେ ଇଣ୍ଡଷ୍ଟ୍ରି ହେଲା ପରେ ମାଷ୍ଟର ପ୍ଲାନ୍ କାହିଁକି ନାହିଁ? ପ୍ରଦୂଷଣରେ ଆମେ କାହିଁକି ରହିବୁ? ଆମର ଏଠି ଗଛ ଲଗା କାହିଁକି ହେଉନାହିଁ? ବୃକ୍ଷରୋପଣ ହେଲେ ଏଠି ଆପଣଙ୍କର ପଲ୍ୟୁସନଟା କିଛି କଣ୍ଟ୍ରୋଲ ହୁଅନ୍ତା। କୌଣସି ପ୍ରକାର ଆପଣଙ୍କର ସ୍ୱେରେଜ୍ ସିଷ୍ଟମ୍ ନାହିଁ। ତ ପ୍ରଦୂଷଣ କାରଣ ଖାଲି କମ୍ପାନୀ ବି ନୁହଁ, ପ୍ରଦୂଷଣ କାରଣ ଆପଣ ଯେଉଁଆଡ଼େ ଯିବେ ପ୍ଲାଷ୍ଟିକ୍ ପଡ଼ି ରହିଛି, ଯେଉଁଆଡ଼େ ଯିବେ ଗନ୍ଦଗୀ ସବୁଆଡ଼େ ଅଛି। ଆପଣମାନେ ଆଜି ଏଇଥିପାଇଁ ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ପ୍ରଦୂଷଣ ମୁକ୍ତ ସହର ଗଢ଼ି ତୋଳିବାରେ ଝାରସୁଗୁଡ଼ାବାସୀଙ୍କ ସହିତ ଆପଣଙ୍କର ଚତୁର୍ଥ ସ୍ତମ୍ଭ ମିଡ଼ିଆର ଚତୁର୍ଥ ସ୍ତମ୍ଭକୁ ବି ଆମର ଅନୁରୋଧ ଯେ ଝାରସୁଗୁଡ଼ାକୁ ଏକ ସୁନ୍ଦର ସରଳ ଆଉ ସବୁଜ ସୁନ୍ଦର ସହର ଗଢ଼ିବା ଆମର ପ୍ରୟାସରେ ଝାରସୁଗୁଡ଼ାବାସୀ ଆମକୁ ସାହାଯ୍ୟ ସହଯୋଗ କରନ୍ତୁ। ଆମେ ପ୍ରତିଶ୍ରୁତି ଦେଉଛୁ ଭାରତୀୟ ଜନତା ପାର୍ଟି ଝାରସୁଗୁଡ଼ା ତରଫରୁ ଯେ ଆଗାମୀ ଦିନରେ ଏହି ଲଢ଼େଇ ଯଦି ଏହି ପ୍ରଦୂଷଣ ଏବଂ ସ୍ଥାନୀୟ ନିଯୁକ୍ତି ଉପରେ ଯେଉଁ ଆମେ ଦାବିପତ୍ର ଦେଇଥିଲୁ ଯଦି କିଛି ପଦକ୍ଷେପ ନ ନେବେ ଆମେ ଅତି ଶୀଘ୍ର କିଛି ଦିନ ମଧ୍ୟରେ କଲେକ୍ଟର ଅଫିସ ଘେରାଉ କରିକି ଦାବି ପୂରଣ ନ ହେଲା ପର୍ଯ୍ୟନ୍ତ ଏଥର ଆମେ ଆଉ ଛାଡ଼ିବୁ ନାହିଁ। Prince Hotel and Restaurant, Main Road, Station Chowk, Jharsuguda. Visit for comfortable stay and quality food.